କଂଗ୍ରେସର ଯୋଉ ବାର୍ଷିକ ଅଧିବେଶନ ଏଥର ଅହମ୍ମଦାବାଦରେ ହେଉଛି ଏବଂ କଂଗ୍ରେସର ବାର୍ଷିକ ଅଧିବେଶନ ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ କାରଣ ସେଥିରେ ଦଳର ଯୋଉ ବିଭିନ୍ନ ନୀତି ତାଙ୍କର ଯୋଉ ବିଭିନ୍ନ ୱାର୍ ଷ୍ଟ୍ରାଟେଜି ଫ୍ୟୁଚର ଷ୍ଟ୍ରାଟେଜି ସବୁ ସେଠି ନିର୍ଣ୍ଣୟ ହୁଏ ଏବଂ ଯେତେବେଳେ ବି ଆପଣ କଂଗ୍ରେସର ଯୋଉ ଜେନେରାଲ କାଉନସିଲ ବୈଠକ ହୁଏ ଯୋଉ ସାଧାରଣ ବାର୍ଷିକ ଅଧିବେଶନ ହୁଏ ସେଥିରେ ତାଙ୍କର ଯୋଉ ସବୁ ବିଧାୟକ ସବୁ ସାଂସଦ ବିଭିନ୍ନ ପିସିସି ସଭାପତି ସମସ୍ତେ ଆସନ୍ତି ଏବଂ ସେଠି କଂଗ୍ରେସର ଗୋଟେ ନିର୍ଣ୍ଣାୟକ ଭୂମିକା ନିଏ ସେ ଅଧିବେଶନ ଏବଂ ଆଗାମୀ ଦିନରେ ଯେହେତୁ ଗୁଜରାଟରେ ବିଧାନସଭା ନିର୍ବାଚନ ଅଛି ବର୍ଷେ ଦୁଇ ବର୍ଷ ଭିତରେ ତ ଅହମ୍ମଦାବାଦରେ ବହୁତ ବର୍ଷ ପରେ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେଉଛି ତେଣୁ ଅନେକ ଦୃଷ୍ଟିରୁ ପ୍ରଥମତଃ ହେଲା ଗୁଜରାଟରେ ଅନୁଷ୍ଠିତ ହେଉଛି ଦ୍ୱିତୀୟତଃ ହେଉଛି ବର୍ତ୍ତମାନ ଗୋଟେ କ୍ରିଟିକାଲ ସିଚୁଏସନରେ ଦେଶ ଅଛି ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀଙ୍କର ଆକ୍ରମକ ଭୂମିକା ଆକ୍ରମକ ଆଟିଚ୍ୟୁଡ ଚର୍ଚ୍ଚାରେ ଅଛି ତେଣୁ ସେଇ ସମୟରେ କ'ଣ ସେଠି ରିଜଲ୍ୟୁସନ ହବ ତାରି ଉପରେ ସାରା ଦେଶର ନଜର ରହିବ ଏବଂ ଯେତେବେଳେ ପୁରା ଆନ୍ତର୍ଜାତିକ ଅର୍ଥନୀତି ଏବଂ ରାଜନୀତିର ଗତି ବଦଳୁଛି ପରିସ୍ଥିତି ବଦଳୁଛି ପୁରା ପୃଥିବୀର ଅର୍ଥନୀତି ଗୋଟେ ରିସେସନ ଆଡ଼କୁ ଯାଉଛି ସେଇ ସମୟରେ କଂଗ୍ରେସର ଯୋଉ ବିଶେଷ ଅଧିବେଶନ ୟାର ଗୋଟେ ଅଲଗା ଭୂମିକା ରହିବ ୟାର ଗୋଟେ ଅଲଗା ମାନେ ନିର୍ଣ୍ଣାୟକ ଦାୟିତ୍ୱ ରହିବ ଯେ କଂଗ୍ରେସ ସେଠି କ'ଣ ରିଜଲ୍ୟୁସନ ନେଉଛି କଂଗ୍ରେସର ରାଜନୈତିକ ରିଜଲ୍ୟୁସନ କ'ଣ ହବ ଅର୍ଥନୈତିକ ରିଜଲ୍ୟୁସନ କ'ଣ ହବ ଫରେନ୍ ଆଫେୟାର୍ସକୁ ନେଇକି ତାଙ୍କ ରିଜଲ୍ୟୁସନ କ'ଣ ହବ ଏସବୁ ଉପରେ ଚର୍ଚ୍ଚା ହେବା କଥା ଆଗରୁ କ'ଣ ହଉଥିଲା ମିଡିଆରେ ଏସବୁକୁ ନେଇକରି ଡିଟେଲ ଚର୍ଚ୍ଚା ହଉଥିଲା ବର୍ତ୍ତମାନ ସମୟରେ ଆମେ ଆଉ ଆଜିର ଯୋଉ ଏଇ ଯୋଉ ବ୍ରେକିଂ ନ୍ୟୁଜ୍ ଯୁଗରେ ଆଉ ଏସବୁ ନିଟି ଗ୍ରିଟିକୁ ନେଇକରି ଆଉ କେହି ଡିସ୍କସନ କରୁନାହାନ୍ତି ନହେଲେ ଆଗରୁ ବିଜେପିର ଜାତୀୟ ସମାବେଶ ହଉ କି କଂଗ୍ରେସର ଜାତୀୟ ସମାବେଶ ହଉ କି ସିପିଆଇଏମ୍ର ତାଙ୍କର ଯୋଉ ପାର୍ଟି କଂଗ୍ରେସ ହଉଥିଲା ସେଗୁଡ଼ିକରେ କ'ଣ ରିଜଲ୍ୟୁସନ ହଉଛି ସେଗୁଡ଼ାକ ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହଉଥିଲା ବର୍ତ୍ତମାନ ଟେଲିଭିଜନରେ ଆଉ ସେଗୁଡ଼ାକୁ ନେଇକରି ଆଲୋଚନା କରୁନାହାନ୍ତି ଯୋଉଟା ଯେ ବାସ୍ତବରେ ଗୋଟେ ଦେଶର ରାଜନୈତିକ ଦିଶା ନିର୍ଣ୍ଣୟ ହୁଏ ଯେ ସେଠିକାର ଯୋଉ ରାଜନୈତିକ ଦଳମାନେ ଅଛନ୍ତି ତାଙ୍କର ଯୋଉ ପ୍ଲେନାରୀ ସେସନ ହଉଛି ସେଠି କ'ଣ ଡିସ୍କସନ ହଉଛି ତେଣୁ ମୁଁ ଭାବୁଛି କଂଗ୍ରେସ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହବ ଏବଂ ସେଇଟା ଫ୍ୟୁଚର ପାଇଁ କଂଗ୍ରେସର ଭବିଷ୍ୟତ ପାଇଁ ଗୋଟେ ନିର୍ଣ୍ଣାୟକ ଭୂମିକା ହବ ଦେଖନ୍ତୁ ଯୋଉ ରାଜ୍ୟରେ କୌଣସି ଗୋଟେ ରାଜ୍ୟରେ ହେବା କଥା ସେଇଟା ଅହମ୍ମଦାବାଦ ହେଉଛି ଏବଂ ଅହମ୍ମଦାବାଦ ଗୋଟେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କାରଣ ସେଠି ଆଜି ମଧ୍ୟ କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ ଗୁଜରାଟରେ ସବୁବେଳେ ବିଜେପି ବନାମ କଂଗ୍ରେସର ସଂଘର୍ଷ ଚାଲିଥାଏ ଏବଂ ୟା ପୂର୍ବ ନିର୍ବାଚନରେ ବିଜେପିକୁ ପାଖାପାଖି ହରାଇବା ଅବସ୍ଥାକୁ କଂଗ୍ରେସ ଆସି ସାରିଥିଲା ତେଣୁ ଗୁଜରାଟରେ ଦଳକୁ ଗୋଟେ ନୂଆ ଲାଇଫ୍ ଦେବା ପାଇଁ ଯୋଉଟା ରାହୁଲ ଗାନ୍ଧୀ ସେଥିପାଇଁ କହିଲେ ଯେ ଯୋଉ ନେତାମାନେ ବିଜେପିକୁ ଯିବାକୁ ଚାହୁଁଛନ୍ତି ସେମାନେ ଚାଲିଯାଆନ୍ତୁ ସେ ପୁରା ଅତି ସ୍ପଷ୍ଟ ଭାବରେ ସେଥିପାଇଁ କହିଲେ ଗୁଜରାଟର କଂଗ୍ରେସ ନେତାମାନଙ୍କୁ ଯୋଉମାନଙ୍କର ଟିକେ ବିଜେପି ସହିତ ହବନବିଂ ଅଛି ସେ କହିଲେ ଯଦି ଯୋଉମାନେ ଯିବା କଥା ଚାଲିଯାଆନ୍ତୁ ସୋ ଦେର୍ ଇଜ୍ ଏ ଭେରି ଷ୍ଟ୍ରଙ୍ଗ ଏମ୍ଫାସିସ୍ ଅନ୍ କ୍ଲିନିଂ ଗୁଜରାଟ କଂଗ୍ରେସ ମୁଁ ଭାବୁଛି ଯୋଉଟା କି ପରବର୍ତ୍ତୀ ସମୟରେ ମାନେ ପରବର୍ତ୍ତୀ ବିଧାନସଭା ପାଇଁ ସେଇଟା ଗୋଟେ ବେଶ ଭାବରେ କାମ କରିବ ସବୁ କଂଗ୍ରେସ ନେତାଙ୍କ ପାଇଁ କଂଗ୍ରେସ ଅଧିବେଶନ ବାର୍ଷିକ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ କର୍ମୀ ହୁଅନ୍ତୁ ନେତା ହୁଅନ୍ତୁ ଯୋଉମାନେ ସେଥିରେ ସାମିଲ ହୁଅନ୍ତି ଆଗରୁ ତ ବହୁତ ବଡ଼ ଉତ୍ସବ ହଉଥିଲା ଯେ ଆପଣ ଯଦି 60s କଂଗ୍ରେସ ଅଧିବେଶନ ଦେଖିବେ ସେଠି ଗୋଟେ ଗୋଟେ ଗାଁ ତିଆରି ହଉଥିଲା ଆକ୍ଚୁଆଲି ମାନେ ସେତେବେଳେ କଂଗ୍ରେସରେ ଗୋଟେ ବହୁତ ବଡ଼ ଉତ୍ସାହ ହଉଥିଲା ଯୋଉ କଂଗ୍ରେସର ବାର୍ଷିକ ଅଧିବେଶନ ମାନେ ସେଇଟା ଗୋଟେ ମାନେ ସବୁଠୁ ବଡ଼ ଉତ୍ସବ ସବୁଠୁ ବଡ଼ ରାଜନୈତିକ ଉତ୍ସବ ଭାବରେ ସେଇଟା ପରିଗଣିତ ହଉଥିଲା ଯେହେତୁ ବର୍ତ୍ତମାନ ଦଳ କ୍ଷମତାରେ ନାହିଁ ତେଣୁ ସେ ଉତ୍ସବ ନାହିଁ କିନ୍ତୁ ମୁଁ ଭାବୁଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସେଇଟା ଗୋଟେ ବଡ଼ ଆଧାର ହବ ଏବଂ ସେଠୁ କଂଗ୍ରେସ କର୍ମୀ ମାନେ କିଛି କିଛି ପ୍ରେରଣା ନେଇକି ଆସିବେ ଏବଂ କାମ କରିବେ